ଭାତ ଆଉ ରୁଟି ଟିକେ ଅଧିକ ବନେଇବେ, ନହେଲେ ଘର ଲୋକଙ୍କୁ ନିହାତି ନିଅଣ୍ଟ ପଡ଼ିବ। ଦେଖିବାକୁ ଗଲେ ତ କଞ୍ଚା କଦଳୀ ତରକାରୀ, କିନ୍ତୁ ବାସ୍ନା ଆଉ ସ୍ୱାଦ ଆମିଷ ତରକାରୀ ଠାରୁ କିଛି କମ୍ ଲାଗିବ ନାହିଁ। ଏଠି ଦେଖିକି ଆପଣମାନେ ନିହାତି ଜାଣିପାରୁଥିବେ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପ୍ରଥମେ ଚାଲନ୍ତୁ ଗୋଟେ ଜାଗାରେ କିଛି ପାଣି ନେବା, ସେ ପାଣିରେ ଅଳ୍ପ ହଳଦୀ ଗୁଣ୍ଡ ଦେବା। କଦଳୀ କାଟିବା ପୂର୍ବରୁ ଗୋଟେ ଜାଗାରେ ହଳଦୀ ପାଣି କରି ରଖିବେ। କଦଳୀ କାଟି ସାରିବା ପରେ ସାଙ୍ଗେ ସାଙ୍ଗେ ହଳଦୀ ପାଣିରେ ପକାଇବେ, କଦଳୀ କଳା ପଡ଼ିବ ନାହିଁ। ଏହି ତରକାରୀ ପାଇଁ ଏଠି ମୁଁ ନେଇଛି 4ଟି ମିଡ଼ିୟମ୍ ସାଇଜ୍ର କଞ୍ଚା କଦଳୀ। କଞ୍ଚା କଦଳୀର ଦୁଇପଟ ସାଇଡ୍ରୁ ଅଳ୍ପ ଅଳ୍ପ କାଟିବା, ତାପରେ ଟିକେ ମିଡ଼ିୟମ୍ ପିସେସ୍ରେ କାଟି ନେବା, ବେଶୀ ବଡ଼ ଖଣ୍ଡ କରିବେ ନାହିଁ। ତାପରେ ସାଙ୍ଗେ ସାଙ୍ଗେ ହଳଦୀ ପାଣିରେ ରଖିବା। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଗୋଟେ ଅନୁରୋଧ, ଆଜିର ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କଦଳୀ କାଟି ସାରିବା ପରେ ଗ୍ୟାସ୍ ଉପରେ ଗୋଟେ କଢ଼େଇରେ ବେଶ କିଛି ପାଣି ଗରମ କରିବା। ପାଣି ଥରେ ଫୁଟି ଆସିଲେ ସେ ଫୁଟିଲା ପାଣିରେ ଅଧା ଛୋଟ ଚାମଚ ଲୁଣ ଦେବା, ତାପରେ କାଟି ରଖିଥିବା କଦଳୀ ଗୁଡ଼ିକୁ ଦେବା। ତାପରେ ଆମେ ମିଡ଼ିୟମ୍ ଫ୍ଲେମ୍ରେ 7ରୁ 8 ମିନିଟ୍ ପର୍ଯ୍ୟନ୍ତ କଦଳୀ ଗୁଡ଼ିକୁ କଭର କରି ସିଝେଇବା। କଦଳୀ ଗୁଡ଼ିକୁ କେବଳ ଆମେ 90% ସିଝେଇବା। କଦଳୀ ସିଝିବା ଭିତରେ ସେପଟେ ଚାଲନ୍ତୁ ତରକାରୀ ପାଇଁ ଗୋଟେ ମସଲା ବନେଇବା। ମସଲା ପାଇଁ ଏଇଠି ମୁଁ ନେଇଛି 1 ଇଞ୍ଚ ଅଦା, ରାଗ ପାଇଁ ଗୋଟେ ବଡ଼ କଞ୍ଚା ଲଙ୍କା, 8ଟି ବଡ଼ ସାଇଜ୍ର ରସୁଣ। ଆପଣ ଛୋଟ ରସୁଣ ନେଉଥିଲେ 10-12ଟି ରସୁଣ ଦେବେ, ରସୁଣ ଟିକେ ଅଧିକ ଦେବେ। 2-3 ଚାମଚ ପାଣି ଦେଇ ମସଲାକୁ ଚିକଣ କରି ବାଟି ଆଣିବା। এই ମସଲା ସହିତ ଗ୍ରାଇଣ୍ଡର ଜାର୍ ଥୋଇ 1ରୁ 2 ଚାମଚ ପାଣି ଦେବା। ଏବେ ଆମ ରେଡି ହେଇଗଲା ଆଜିର ତରକାରୀ ପାଇଁ ଅଦା ରସୁଣ କଞ୍ଚା ଲଙ୍କା ମସଲା। ସେପଟେ ଚାଲନ୍ତୁ 7-8 ମିନିଟ୍ ପରେ ଆମେ କଦଳୀକୁ ଚେକ୍ କରିବା। ଦେଖନ୍ତୁ କଦଳୀ ଚୋପାର କଲର ଟିକେ ଚେଞ୍ଜ ହେଇଯାଇଛି, ଆଉ କଦଳୀ ଆମର ପାଖାପାଖି 90% ସିଝି ଯାଇଛି। এই ଷ୍ଟେଜରେ କଦଳୀକୁ ଏତିକି ସିଝେଇବେ, ବେଶୀ ସିଝେଇବେ ନାହିଁ। ଏବେ ଆମେ ବାହାରକୁ ବାହାର କରି ଆଣିବା, ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। କଦଳୀ ପୁରା ଥଣ୍ଡା ହେଇଯିବା ପରେ ଆମେ କଦଳୀରୁ ଚୋପା ବାହାର କରିବା। ଏମିତି ଉପାୟରେ ବାହାର କରିନେବେ, ଦେଖିବେ ସହଜରେ ବାହାରିଯିବ। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ ଓଡ଼ିଶାର କେଉଁ କେଉଁ ଜିଲ୍ଲାରୁ କିମ୍ବା ଓଡ଼ିଶା ବାହାରୁ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ, ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। ଭିଡ଼ିଓରେ କମେଣ୍ଟସ୍ କରିବା, ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଆଉ ଫେସବୁକ୍ ପେଜକୁ ଫଲୋ କରିବା ବିଲକୁଲ ଫ୍ରି। ଏବେ କଦଳୀରେ ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଭଲ କଲର୍ ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା, ତାପରେ ଭଲ ଟେଷ୍ଟ ପାଇଁ ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ଦେବା, ଆଉ ବେଶୀ କିଛି ଗୁଣ୍ଡ ମସଲା ଦେବା ଦରକାର ନାହିଁ। ଏବେ ଆମେ ବାଟି ରଖିଥିବା ଅଦା ରସୁଣ କଞ୍ଚା ଲଙ୍କା ବଟାରୁ କେବଳ ଗୋଟେ ଛୋଟ ଚାମଚ ଦେବା, ବଳକା ମସଲା ରଖିବା, ପରେ ତରକାରୀରେ ବ୍ୟବହାର କରିବା। ତାପରେ ତରକାରୀର ଟେଷ୍ଟ ବଢ଼ାଇବା ପାଇଁ କେବଳ ଗୋଟେ ଛୋଟ ଚାମଚ ବେସନ ଦେବା। ଏତିକି କଦଳୀ ପାଇଁ କେବଳ ଗୋଟେ ଛୋଟ ଚାମଚ ବେସନ ଦେବେ, ଜମା ଅଧିକ ବେସନ ଦେବେ ନାହିଁ। ତାପରେ ଜମା ପାଣି ଦେବେ ନାହିଁ। ସେମିତି ସବୁ ଗୁଣ୍ଡ ମସଲା ଗୁଡ଼ିକୁ କଦଳୀ ସହିତ ଗୋଳେଇ ନେବେ। ଅଦା ରସୁଣ କଞ୍ଚା ଲଙ୍କା ମସଲାରେ ଯେତିକି ପାଣି ଅଛି ସେତିକି ପାଣିରେ କଦଳୀ ସବୁ ଗୋଳେଇ ଯିବ। ଦେଖନ୍ତୁ କଦଳୀ ମସଲା ସହିତ ପୁରା ଲଟପଟ ହେଇଗଲାଣି। ଏବେ ଚାଲନ୍ତୁ କଦଳୀ ଗୁଡ଼ିକୁ ଭାଜିବା। କଢ଼େଇ ଗରମ କରି 2 ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ସୋରିଷ ତେଲରେ ବନେଇଲେ এই ତରକାରୀ ଖାଇବା ପାଇଁ ଭଲ ଲାଗିବ। ତେଲ ଗରମ ହେଇଯିବା ପରେ ଆମେ ଗୋଳେଇ ରଖିଥିବା କଦଳୀ ଗୁଡ଼ିକୁ ଦେବା, ତାପରେ ମିଡ଼ିୟମ୍ ଫ୍ଲେମ୍ରେ ପୁରା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। କଦଳୀ ସିଝି ଯାଇଛି, ଆଉ ସିଝିବା ପାଇଁ ବେଶୀ ସମୟ ଲାଗିବ ନାହିଁ। ସେଥିପାଇଁ ମିଡ଼ିୟମ୍ ଫ୍ଲେମ୍ରେ ଏପଟ ସେପଟ କରି ପୁରା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ପ୍ରଥମେ କଦଳୀରେ ଅଳ୍ପ ବେସନ ଆଉ ଗୁଣ୍ଡ ମସଲା ଗୋଳେଇ ଭାଜି ଦେଇ ତାପରେ ତରକାରୀ ବନେଇଲେ ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସେ। 3-4 ମିନିଟ୍ ପରେ ଏଠି ଦେଖନ୍ତୁ କଦଳୀ ପୁରା ଲାଲ କଲର୍ ହେଇଗଲାଣି। ଏମିତି ଲାଲ କଲର୍ ହେଇଗଲେ ଆମେ ବାହାରକୁ ବାହାର କରି ଆଣିବା। ଆପଣ ଚାହିଁଲେ ଏମିତି ସ୍ନାକ୍ସ ହିସାବରେ ଖାଇପାରିବେ। ଏବେ କଦଳୀ ଭଜା ରେଡ଼ି ହେଇଗଲା। କଦଳୀ ଭାଜି ସାରିବା ପରେ କଢ଼େଇରେ ଯେତିକି ତେଲ ଅଛି ସେତିକି ତେଲରେ ତରକାରୀ ପାଇଁ ମୁଁ ମସଲା ବନେଇବି। ଆପଣ ଚାହିଁଲେ ଅଧିକ ତେଲ ବି ଦେଇପାରିବେ। ତେଲ ଗରମ ହେଇଯିବା ପରେ ଅଧା ଛୋଟ ଚାମଚ ଜିରା, 1 ତେଜପତ୍ର, 2-3 ପିଞ୍ଚ ହିଙ୍ଗୁ ଦେବା। ମସଲା ତରକାରୀରେ ଅଳ୍ପ ହିଙ୍ଗୁ ଦେଲେ ତରକାରୀ ଜଲ୍ଦି ହଜମ ହେଇଯାଏ। ଜିରା ଫୁଟିଗଲେ 1 ମିଡ଼ିୟମ୍ ସାଇଜ୍ର ପିଆଜ ଦେବା। ତାପରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ପିଆଜକୁ ହାଲକା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ପିଆଜ ଭାଜିବା ଭିତରେ ସେପଟେ ଚାଲନ୍ତୁ ତରକାରୀ ପାଇଁ ଆଉ ଗୋଟେ ମସଲା ବନେଇବା। ଗ୍ରାଇଣ୍ଡର ଜାର୍ରେ 1 ବଡ଼ ସାଇଜ୍ର ଟମାଟୋ ଦେବା, ତା ସହିତ ଅଧା ଛୋଟ ଚାମଚ ଜିରା, 1 ଛୋଟ ଚାମଚ କଞ୍ଚା ଗୋଟା ଧନିଆ ଦେବା, ତା ସହିତ ଅଳ୍ପ କିଛି ଗରମ ମସଲା। ଗରମ ମସଲାରେ 1 ଗୁଜୁରାତି, 3ଟି ଲବଙ୍ଗ, ଛୋଟ ଖଣ୍ଡେ ଡାଲଚିନି, 7-8ଟି ଗୋଲମରିଚ, ତା ସହିତ 2-3 ଚାମଚ ପାଣି ଦେଇ ମସଲାକୁ ଚିକଣ କରି ବାଟି ଆଣିବା। ଏବେ ଆମ ରେଡ଼ି ହେଇଗଲା ଆଜିର ତରକାରୀ ପାଇଁ ସାଧା ସିଧା ମସଲା।
एपटे चलतु पियाज को चेक करवा। पियाज भी हल्का लाल कलर हो गलानी। एबे आमे बाटी रखिथिबा अदा रसुण कंचा लंकार मसला को देबा। तापरे अदा रसुण मसला को भलो भाबरे कसिबा। अदा रसुण मसला को जेते भलो भाबरे कसिबे तरकारी रो टेस्ट बढ़िबो। एबे देखंतु मसला रो तेल अलगा हो गलानी। एबे आमे बाटी रखिथिबा टमाटो मसला को देबा। ग्राइंडर जार धोई 3-4 चमच पानी देबा। तापरे मसला को टिके गळै नेबा। एबे मसला रे केवल मसला पई लूण देबा। कदली पई आमे लूण देथिले। लूण देवा समय रे ध्यान रखि देबे। तापरे मसला पई अल्प हळदी गुंड, तरकारी रे भलो कलर पई आधा छोट चमच काश्मीरी लंका गुंड देबा। राग पई गोटे कंचा लंका, अल्प गोलमरिच आमे मसला रे बाटी नेथिले। आउ किछि गुंड मसला देबा दरकार नाही, काहेकि ना सब गोटा मसला आमे मसला रे बाटी नेथिले। एबे लो टू मीडियम फ्लेम रे कवर करी मसला रू तेल बाहरिबा पर्यंत आमे मसला को कसिबा। 5-6 मिनिट परे एठी देखंतु मसला ऊपर को तेल आसी गलानी। जेतेबेले मसला भलो भाबरे कसी जिवो सेतेबेले देखिबे मसला ऊपर को तेल आसी जिवो। एमिति तेल आसीबा पर्यंत मसला को भलो भाबरे कसी नेबे। मसला कसी जिबा परे भाजी रखिथिबा कदली को मसला रे देई मसला सहित भलो भाबरे कसी नेबा। एई स्टेज रे कदली को मसला सहित जेते भलो भाबरे कसिबे तरकारी रो टेस्ट बढ़िबो। 3-4 मिनिट परे एठी देखंतु कदली मसला रे पूरा लटपट हो गलानी। कदली मसला सहित भलो भाबरे कसी गलानी। आपण चाहिले एमिति कसा तरकारी को खाई परिबे, किंतु ए तरकारी को आमे टिक्के लटपटिया करिबा। 1.5 ग्लास पाखापाखी गरम पानी देबा। जमा ठंडा पानी देबे नाही किंबा अधिक पानी देबे नाही। पानी देबा परे हाई फ्लेम रे पानी को थरे फुटै नेबा। पानी थरे फुटी आसिले लो टू मीडियम फ्लेम रे केवल 4-5 मिनिट कवर करिबा, जहा द्वारा सब मसला रो फ्लेवर तरकारी भीतर को आसी जिवो। 5 मिनिट परे एठी हम तरकारी पूरा रेडी हो जाइछि। झोल एतिकी बहळे रखिबे। तरकारी ठंडा हला परे झोल आउ टिके कमी जिवो। शेष रे आपण माने चाहिले कटा धनिया पत्र दे परिबे, नहले गोटे छोट चमच कसूरी मेथी पत्र को हल्का भाजी की गुंड करिकि देबे। शेष रे भजा कसूरी मेथी पत्र देले तरकारी रो टेस्ट आहुरी बढ़ी जिवो। कदली को चेक करिबा। कदली भी देखंतु भलो भाबरे सिझी जाइछि। एबे हमें गैस रो फ्लेम बंद करिबा। 5 मिनिट परे तरकारी रो फाइनल लुक देखंतु कित्ते डेलिशियस देखा जाउछि। आपण माने एई प्रोसेस रे बनांतु आ केमिति लागिला निहाती मते कमेंट्स करी जणाइबे। आज पई रहिली पुणी देखा हबा नया रेसिपी रे। धन्यवाद।